ମଣିଷ ଜୀବନ ଦୁର୍ଲଭ କାହିଁକି? ଶାସ୍ତ୍ର ମତରେ ବିଭିନ୍ନ କୀଟ ପତଙ୍ଗ ପଶୁ ପକ୍ଷୀ ଆଦି ଜନ୍ମ ହୋଇବା ପରେ ଜୀବ ମଣିଷ ଜୀବନ ପାଏ। ମଣିଷ ହେଉଛି ଭଗବାନଙ୍କର ସର୍ବଶ୍ରେଷ୍ଠ ସୃଷ୍ଟି। ମଣିଷ ଇଚ୍ଛା କଲେ ସୃଷ୍ଟିକୁ ଧ୍ୱଂସ କରିପାରେ, ଗଢ଼ିପାରେ କିମ୍ବା ସ୍ଥିତାବସ୍ଥା ବଜାୟ ରଖିପାରେ। ତାମସିକ ଗୁଣର ଅଧିକାରୀ ହେଲେ ରାକ୍ଷସ, ରାଜସିକ ଗୁଣର ଅଧିକାରୀ ହେଲେ ମାନବ ଓ ସତ୍ୱ ଗୁଣର ଅଧିକାରୀ ହେଲେ ଦେବତୁଲ୍ୟ ହୁଏ। ତେଣୁ ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କର ଜୀବନ ସାର୍ଥକ କରିବା ପାଇଁ ଚେଷ୍ଟା କରିବା ଉଚିତ। ପ୍ରତ୍ୟେକ ମଣିଷ ଭିତରେ ଭଗବାନ ଏକ ସୁଗୁଣ ହୋଇ ରହିଥାନ୍ତି। ସେହି ଗୁଣକୁ ବିକଶିତ କରିପାରିଲେ ମଣିଷ ଜୀବନ ସାର୍ଥକ ହୁଏ। ଚାଣକ୍ୟ ନୀତି ଅନୁସାରେ ପୁନର୍ବିତଂ ପୁନର୍ମିତଂ ପୁନର୍ଭାଜ୍ୟା ପୁନର୍ମହୀ ଏତତ୍ସର୍ବଂ ପୁନର୍ଲଭ୍ୟଂ ନ ଶରୀରଂ ପୁନଃ ପୁନଃ। ଏହାର ଅର୍ଥ ହେଉଛି ନଷ୍ଟ ହୋଇଥିବା ଧନ ପୁନଃ ପ୍ରାପ୍ତି ହୋଇପାରେ, ହରାଇଥିବା ମିତ୍ରତା ପୁଣି ପ୍ରତିଷ୍ଠିତ ହୋଇପାରେ, ହରାଇଥିବା ସ୍ତ୍ରୀ ପୁଣି ପ୍ରାପ୍ତି ହୋଇପାରେ, ହରାଇଥିବା ଭୂମି ପୁଣି ମିଳିପାରେ, କିନ୍ତୁ ମାନବ ଶରୀର ବାରମ୍ବାର ମିଳେ ନାହିଁ। ତେଣୁ ମଣିଷ ଜୀବନ ଜୀବ ପାଇଁ ଦୁର୍ଲଭ ଅଟେ।